ଯେମିତି ସୁଦାମା ଭଗବାନ କିଛି ମାଗିଲାନି କିନ୍ତୁ ଭଗବାନ ତାକୁ ଦେଇଦେଲେ। ତା ଘର ତ ସ୍ୱର୍ଣ୍ଣ ଘର ସୁନାର ଘର କଲେନି, ତାର ଗାଁର ଯେତେ ଘର ସବୁ ସୁନାର ଘର ହେଇଗଲା, ତାର କିଛି ଆବଶ୍ୟକ ନାହିଁ। ଭଗବାନଙ୍କର ମାଗିଲା କିଛି ଦରକାର ନାହିଁ। ଆମର ସବୁ କଥା ଭଗବାନ ଜାଣନ୍ତି, ଆମ ହୃଦୟ କଥା ସେ ଜାଣନ୍ତି। ଅନ୍ତର୍ଯାମୀ ସୂତ୍ରରେ ସେ ଅଛନ୍ତି। ଭଗବାନ କହିଛନ୍ତି ସର୍ବସ୍ୟ ଚାହଂ ବୁଦ୍ଧି ସନ୍ନିବିଷ୍ଟ ମତ୍ତସ୍ମୃତି ଜ୍ଞାନ ଅପୋହନଂ ଚ। ମୁଁ ସମସ୍ତଙ୍କ ହୃଦୟ ଭିତରେ ଅଛି ପରମାତ୍ମା ଉପରେ। ଆଉ ମୁଁ ଦଉଛି ସ୍ମୃତି ଏବଂ ମୁଁ ଦଉଛି ବିସ୍ମୃତି। ମୋତେ ଯେଉଁମାନେ ଜାଣିବା ପାଇଁ ଚାହୁଁଛନ୍ତି, ମୋତେ ଯେଉଁମାନେ ବୁଝିବା ପାଇଁ ଚାହୁଁଛନ୍ତି, ମୁଁ ସେମାନଙ୍କୁ ଜାଣିବା ପାଇଁ ସୁଯୋଗ ଦେଉଛି। ମୋତେ ଯେଉଁମାନେ ଭୁଲିବା ପାଇଁ ଚାହୁଁଛନ୍ତି, ମୁଁ ମଧ୍ୟ ତାଙ୍କୁ ଭୁଲିବା ପାଇଁ ସୁଯୋଗ ଦେଉଛି। କାରଣ ଭଗବାନ ହେଉଛନ୍ତି ପରମ ସ୍ୱାଧୀନ, ଆମେ ମଧ୍ୟ ଅନୁସ୍ୱାଧୀନ। ଆମକୁ ମଧ୍ୟ ସିଏ ଦେଇଛନ୍ତି, ସ୍ୱାଧୀନତା ଦେଇଛନ୍ତି। କାହାର ସ୍ୱାଧୀନତା ଉପରେ ଭଗବାନ ହସ୍ତକ୍ଷେପ କରିବେ ନାହିଁ। ତେଣୁ ସମସ୍ତଙ୍କୁ ସ୍ୱାଧୀନତା ଦେଇଛନ୍ତି। ବିଶେଷ କରି ମାନବ ଜୀବନ ହିସାବରେ ଆମକୁ ସ୍ୱାଧୀନତା ଭଗବାନ ଦେଇଛନ୍ତି। ତେଣୁ ଆମେ ସ୍ୱାଧୀନତା ପ୍ରକୃତରେ ଆମେ ସଦୁପଯୋଗ କରିବା କି ଦୁରୁପଯୋଗ କରିବା, ଏଇଟା ହେଉଛି ଆମ ଉପରେ ନିର୍ଭର କରେ। ଆମେ କହିବା ଯେ ଭଗବାନ ଆମକୁ ଏମିତି କରିବେ ନା, ଆମକୁ ସ୍ୱାଧୀନତା ଦେବେ। ଯେମିତି ଅର୍ଜୁନକୁ କହିଲେ ଯଥା ଇଚ୍ଛସି ତଥା କର। ତୁମେ ଯଦି ଇଚ୍ଛା କର ଯୁଦ୍ଧ କର, ତୁମେ ଯଦି ଇଚ୍ଛା ନ କର ଯୁଦ୍ଧ କ୍ଷେତ୍ର ତ୍ୟାଗ କରି ଯାଇପାରେ। ମୁଁ ତୁମକୁ ସବୁ କଥା କହିବି। ତୁମେ ଇଚ୍ଛା କଲେ ଯୁଦ୍ଧ କରିପାରିବେ, ତୁମେ ଇଚ୍ଛା ନ କଲେ ଯୁଦ୍ଧ କ୍ଷେତ୍ର ଯାଅ, ତପସ୍ୟା କରିବା ପାଇଁ ଚାହୁଁଥିଲେ ଯାଅ। କିନ୍ତୁ ଅର୍ଜୁନ କ'ଣ କଲେ? ନଷ୍ଟ ମୋହ ସ୍ମୃତି ଲବ୍ଧ୍ୱା ତତ୍ପ୍ରସାଦାତ୍ ମୟାଚ୍ୟୁତ ସ୍ଥିତସ୍ମି ଗତ ସନ୍ଦେହ କରିଷ୍ୟେ ବଚନ। ମୋର ଯାହା ସନ୍ଦେହ ଥିଲା, ମୋର ଯାହା ଭ୍ରମ ଥିଲା, ମୋର ଯାହା ଜିଜ୍ଞାସା ଥିଲା, ମୁଁ ସବୁଗୁଡ଼ିକ ପାଇଗଲି ଆପଣଙ୍କ କଥା ବୁଝିପାରି ଶୁଣୁଛି। ଏବେ ମୋର ସନ୍ଦେହ ଦୂର ହେଇଗଲା। ମୁଁ ଆପଣଙ୍କର କଥା ହିଁ କହିବି। ଆପଣ ଯେଉଁଟା କହିଲେ ମୁଁ ସେଇ କଥା ହିଁ କହିବି। ଏକ ଉପଯୁକ୍ତ ସନ୍ତାନ ହିସାବରେ, ଉପଯୁକ୍ତ ଶିଷ୍ୟ ହିସାବରେ, ଉପଯୁକ୍ତ ଛାତ୍ର ହିସାବରେ ଆମେ ଯାହା ଭଗବାନଙ୍କର ନିର୍ଦ୍ଦେଶ, ଶାସ୍ତ୍ରରେ ଯେଉଁ ନିର୍ଦ୍ଦେଶ ଦିଆଯାଇଛି, ଭଗବାନ ତ ଆମ ପାଖରେ ନାହାନ୍ତି। ଅର୍ଜୁନଙ୍କ ପାଖରେ କୃଷ୍ଣ ଥିଲେ, ବର୍ତ୍ତମାନ ଆମ ପାଖରେ ତ ନାହାନ୍ତି। କିନ୍ତୁ ଗୁରୁ ଅଛନ୍ତି, ଶାସ୍ତ୍ର ଅଛି, ସାଧୁ ଅଛନ୍ତି, ତାଙ୍କ ମାଧ୍ୟମରେ ଭଗବାନଙ୍କ ନିର୍ଦ୍ଦେଶ ଆସୁଛି। ତାଙ୍କ ନିର୍ଦ୍ଦେଶକୁ ଯଦି ଆମେ ପାଳନ କରିପାରିବା, ତାହେଲେ ନିଶ୍ଚିତ କୌଣସି ପ୍ରକାର ସନ୍ଦେହ ନାହିଁ। जय श्री प्रभुपाद की जय, श्री गुरुदेव की जय, संवेद भक्तवृंद की अनंत कोटि वैष्णव की जय। गौर नमानंदे हरि हरि बोल। आगे प्रश्न अच्छे प्रश्न अच्छे